ବର୍ତ୍ତମାନ ଆମେ ଯାଉଛେ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ। ତାପରେ ସେଠୁ ଯିବା କେରାଣ୍ଡିମାଳ ପାହାଡ଼, ଯାହା ଉପରେ ମା ବାଲକୁମାରୀ ମନ୍ଦିର ଅଛି, ଯାହାକି ଭୁବନେଶ୍ୱରରୁ ପ୍ରାୟ 210ରୁ 20 କିଲୋମିଟର ହେବ ଏବଂ ବ୍ରହ୍ମପୁରରୁ 37 କିଲୋମିଟର ଏବଂ ଚିକିଟିରୁ ପ୍ରାୟତଃ 9 କିଲୋମିଟର। ତେବେ ଆସନ୍ତୁ ଯିବା ମା ବାଲକୁମାରୀ ମନ୍ଦିର। ଏବେ ଆମେ ଆସି ପହଞ୍ଚି ଯାଇଛେ ମା ବାଲକୁମାରୀ ମନ୍ଦିର। ସେଠି ଆମର ପାର୍କିଂରେ ଆମେ ଗାଡ଼ି ରଖିଦେଇ ଯିବା ଏବେ ମନ୍ଦିର ଉପରକୁ। ମନ୍ଦିରକୁ ଯିବା ପୂର୍ବରୁ କିଛିଟା ପାହାଚ ଦେଇକି ଯିବାକୁ ପଡ଼େ। ପାହାଚରେ ଆଜବେଷ୍ଟର ଛାତ ପରିକା ହୋଇଛି, ଯାହାକି ଖରା ବର୍ଷା ଶୀତ କାକର ସବୁଥିରୁ ରକ୍ଷା କରିବ। ଏବଂ ପାହାଚରେ କିଛି ବାଟ ଆସିଲା ପରେ ବାମ ପଟେ ଶ୍ରୀକୃଷ୍ଣଙ୍କର ଗିରି ଗୋବର୍ଦ୍ଧନ ପର୍ବତ ଟେକିବାର ଦୃଶ୍ୟଟି ରହିଛି। ଏବଂ ପୁଣି ସେଠୁ କିଛି ବାଟ ପାହାଚ ଚଢ଼ିଲା ପରେ ଆମର ମା ବାଲକୁମାରୀ ମନ୍ଦିର ଉପରେ ରହିଛି, ଯାହାକି 220ଟି ପାହାଚ ଚଢ଼ିକି ଆମକୁ ଆସିବାକୁ ପଡ଼ିଲା। ଏବଂ ଚାଲନ୍ତୁ ଦେଖିବା ମା ବାଲକୁମାରୀ ମନ୍ଦିର। ଏଇଟା ତାର ଚାରିପଟର ଭିଉ ମନ୍ଦିରରୁ। ଏବେ ଆମେ ଫାଇନାଲି ଆସି ମନ୍ଦିରରେ ପହଞ୍ଚିଗଲେ। ଲୋକ କଥା ଅନୁଯାୟୀ ଚିକିଟିର ରାଜା କେଶବ ରାଉତରାୟ ଯେତେବେଳେ ଶାସନ କରୁଥିଲେ, ସେତେବେଳେ ମା ବାଲକୁମାରୀ ରାଜାଙ୍କୁ ସ୍ୱପ୍ନାଦେଶ ଦେଇ ପାହାଡ଼ର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆବିର୍ଭାବ ହୋଇଥିଲେ। ସେହିଦିନ ଠାରୁ ପାହାଡ଼ରେ ମାତାଙ୍କର ପୂଜା ଅର୍ଚ୍ଚନା ଚାଲିଛି। ଏବଂ ମା ବାଲକୁମାରୀ ଯେତେବେଳେ ରାଜାଙ୍କୁ ଦେଖା ହେଇଥିଲେ, ସେତେବେଳେ ମାତ୍ର 12 ବୟସର ବାଳିକା ରୂପରେ ଦେଖା ହେଇଥିଲେ। ସେହିଦିନଠୁ ରାଜା ମାଙ୍କର ନାଁ ମା ବାଲକୁମାରୀ ନାମରେ ପୂଜା ଅର୍ଚ୍ଚନା କଲେ। ଲୋକକଥାରେ ଅଛି, ମାଙ୍କୁ ଭକ୍ତମାନେ ସିନ୍ଦୁର ପାନିଆ ଦେଇ ମନସ୍କାମନା କଲେ ଲୋକଙ୍କର ମନସ୍କାମନା ପୂର୍ଣ୍ଣ ହୁଏ।
छोट छुआ खेलिया सब प्रकार दोलीर सुविधा अच्छी टिकेट 10 टका राति चिड़चिड़ी हम आशा करुच्ची आज वीडियो आपण मानक भल लगे जदि मो चैनल आपन भल लगिला कि वीडियो भल लगिला मो चैनल को लाइक शेयर सब्सक्राइब फॉलो करेंगे। मो चैनल ना हूँ गुगु डेली ब्लॉग।